ଆପଣ ଏହି ଚାରୋଟି ଜିନିଷ ଛାଡ଼ି ଦିଅନ୍ତୁ, ଶରୀର ନିଜେ ଠିକ୍ ହୋଇଯିବ। ଜୟ ଜଗନ୍ନାଥ। ବନ୍ଧୁଗଣ, ପ୍ରତିମା ଗଳ୍ପମାଳା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ ଏହି ଚାରୋଟି ଜିନିଷ ପରିତ୍ୟାଗ କରନ୍ତି, ତେବେ ଆପଣଙ୍କ ଶରୀର ନିଜକୁ ସୁସ୍ଥ କରିବା ଆରମ୍ଭ କରିବ। ଯିଏ ଔଷଧ ନେବା ପୂର୍ବରୁ ଏହି ପରିବର୍ତ୍ତନ ଗୁଡ଼ିକ ଆବଶ୍ୟକ। ଅଧିକାଂଶ ଲୋକ ଚିକିତ୍ସା ଅଭାବରୁ ଅସୁସ୍ଥ ନୁହନ୍ତି, ବରଂ ସେମାନେ କ୍ଷତିକାରକ ଅଭ୍ୟାସ ପରିତ୍ୟାଗ କରିପାରନ୍ତି ନାହିଁ ବୋଲି ସତ୍ୟ ତିକ୍ତ ହୋଇପାରେ, କିନ୍ତୁ ଏହା ବାସ୍ତବତା। ଶରୀରକୁ ସୁସ୍ଥ କରିବା ପାଇଁ ପ୍ରଥମେ ପଦକ୍ଷେପ ହେଉଛି ଔଷଧ ଖାଇବା ନୁହେଁ, ବିଷାକ୍ତ ପଦାର୍ଥ ଗ୍ରହଣ ବନ୍ଦ କରିବା। ଯଦି ଆପଣ ବାରମ୍ବାର ଥକା ଅନୁଭବ କରନ୍ତି, ପାଚକ ସମସ୍ୟାରେ ପୀଡ଼ିତ ହୁଅନ୍ତି, ଯେପରି ଗ୍ୟାସ୍, କୋଷ୍ଠକାଠିନ୍ୟ କିମ୍ବା ଏସିଡ଼ିଟି, ଗଣ୍ଠି ଯନ୍ତ୍ରଣା ଅନୁଭବ କରନ୍ତି, କିମ୍ବା ବୃଦ୍ଧି ପାଉଥିବା ରକ୍ତ ଶର୍କରା, ଉଚ୍ଚ ରକ୍ତଚାପ, ଫ୍ୟାଟି ଲିଭର କିମ୍ବା ହୃଦରୋଗ ସମସ୍ୟା ସହିତ ମୁକାବିଲା କରୁଛନ୍ତି, ତେବେ ଧ୍ୟାନ ଦିଅନ୍ତୁ। ଆମର ଶରୀର କେବଳ ଏକ ମେସିନ୍ ନୁହେଁ, ଏହା ଏକ ସ୍ୱୟଂ ଉଦ୍ଧାର କାରଖାନା। ଯେତେବେଳେ ଆପଣ ଭୁଲ ଖାଦ୍ୟ ଖାଇବା ବନ୍ଦ କରନ୍ତି ଏବଂ ଖରାପ ଅଭ୍ୟାସ ଛାଡ଼ି ଦିଅନ୍ତି, ଶରୀର ସ୍ୱାଭାବିକ ଭାବରେ ପ୍ରଦାହ ହ୍ରାସ କରେ, ରକ୍ତକୁ ଶୁଦ୍ଧ କରେ, ଯକୃତ, ବୃକକ୍ ଏବଂ ଅନ୍ତନଳୀକୁ ମରାମତି କରେ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରେ। ତଥାପି ଗୋଟିଏ ସର୍ତ୍ତ ଅଛି, ଆପଣ କ୍ଷତିକାରକ ଜିନିଷ ଖାଇବା ବନ୍ଦ କରିବାକୁ ପଡ଼ିବ। ପ୍ରଥମ ଜିନିଷ ହେଉଛି ଚିନି। ଏହା କେବଳ ମିଠା ନୁହେଁ, ଏହା ଏକ ମିଠା ବିଷ। ଅଧିକାଂଶ ଲୋକ ଭାବନ୍ତି, ମୁଁ କେବଳ ଟିକିଏ ଚିନି ବ୍ୟବହାର କରେ, ଏହା କ'ଣ କ୍ଷତି କରିପାରେ? ଏହା ସବୁଠାରୁ ବଡ଼ ଭୁଲ। ଚିନି ପ୍ରକୃତରେ କ'ଣ କରେ? ଏହା ରକ୍ତକୁ ଘନ କରିଥାଏ, ଇନ୍ସୁଲିନ୍ କାର୍ଯ୍ୟକୁ ବାଧା ହୋଇଥାଏ, ଗ୍ୟାସ୍ ଏବଂ ପେଟ ଫୁଲା ବୃଦ୍ଧି କରିଥାଏ, ଧମନୀକୁ କଠିନ କରିଥାଏ ଏବଂ ଗଣ୍ଠି ଯନ୍ତ୍ରଣାକୁ ବୃଦ୍ଧି କରିଥାଏ। ଡାକ୍ତରମାନେ ଚିନିକୁ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦ୍ଘାତଠାରୁ ଆରମ୍ଭ କରି ମେଦବହୁଳତାର ଏବଂ କର୍କଟ ରୋଗ ପର୍ଯ୍ୟନ୍ତ ରୋଗର ମୂଳ କାରଣ ବୋଲି ବିବେଚନା କରନ୍ତି। ଏହି ଚିନି କେଉଁଠି ଲୁଚି ରହିଛି? ଚା, କଫି, ବିସ୍କିଟ୍, କେକ୍, ପେଷ୍ଟ୍ରି, ମିଠେଇ, ପ୍ୟାକେଜ୍ ଜୁସ୍, ଟମାଟୋ ସସ୍ ଏବଂ ବ୍ରେଡ୍ରେ। ଆପଣ ଭାବୁଥିବେ ଯେ ଆପଣ ମିଠା ଖାଆନ୍ତି ନାହିଁ, କିନ୍ତୁ ବାସ୍ତବରେ ଆପଣ ପ୍ରତିଦିନ ବିଷ ସେବନ କରୁଛନ୍ତି। ଚିନି ଛାଡ଼ିଲେ କ'ଣ ପରିବର୍ତ୍ତନ ହୁଏ? 7 ଦିନ ମଧ୍ୟରେ ଆପଣଙ୍କ ପେଟ ହାଲୁକା ଅନୁଭବ ହେବ ଏବଂ ଗ୍ୟାସ୍ କମିଯିବ। 21 ଦିନ ମଧ୍ୟରେ ରକ୍ତ ଶର୍କରା ସ୍ତର ସ୍ଥିର ହେବ ଏବଂ 60 ଦିନ ମଧ୍ୟରେ ଆପଣଙ୍କର ଓଜନ ହ୍ରାସ ପାଇବ। ଆପଣଙ୍କ ଗଣ୍ଠି ଯନ୍ତ୍ରଣାରେ ସ୍ପଷ୍ଟ ହ୍ରାସ ମଧ୍ୟ ଲକ୍ଷ୍ୟ କରିବ। ଏହା ବଦଳରେ ଆପଣ କ'ଣ ଖାଇବା ଉଚିତ? ଗୁଡ଼ କିମ୍ବା ଅଳ୍ପ ପରିମାଣରେ ମହୁ। ଯଦିଓ ଗରମ ତରଳ ପଦାର୍ଥରେ ମହୁ ମିଶାଯିବା ଉଚିତ ନୁହେଁ, ଫଳ ରସ ପିଇବା ଅପେକ୍ଷା ସମ୍ପୂର୍ଣ୍ଣ ଫଳ ଖାଆନ୍ତୁ। ଦ୍ୱିତୀୟଟି ହେଉଛି ରିଫାଇନ୍ ତେଲ ସହିତ ଜଡ଼ିତ। ଆପଣ ଯେଉଁ ତେଲ ବ୍ୟବହାର କରନ୍ତି, ତାହା ହେଉଛି ଆପଣଙ୍କ ରକ୍ତନଳୀ ମଧ୍ୟ ଦେଇ ପ୍ରବାହିତ ହୁଏ। ଆଜି 90% ପାରିବାରିକ ରିଫାଇନ୍ ସୂର୍ଯ୍ୟମୁଖୀ, ସୋୟାବିନ୍ କିମ୍ବା ପାମ୍କିନ୍ ତେଲ ବ୍ୟବହାର କରନ୍ତି। ଏହି ତେଲଗୁଡ଼ିକୁ ବାରମ୍ବାର ଗରମ କରାଯାଏ ଏବଂ ରାସାୟନିକ ପ୍ରକ୍ରିୟାକରଣ କରାଯାଏ। ଶରୀର ଭିତରେ ପ୍ରବେଶ କରିବା ପରେ ଏହା ପ୍ଲାଷ୍ଟିକ୍ ପରି ବ୍ୟବହାର କରେ। ରିଫାଇନ୍ ତେଲ କ୍ଷତିକାରକ ପ୍ରଭାବ କ'ଣ? ରକ୍ତନଳୀରେ ଅବରୋଧ, ହୃଦରୋଗ, ପାଇଥିବା କୋଲେଷ୍ଟ୍ରଲ୍, ପେଟ ପ୍ରଦାହ ଏବଂ ଯକୃତ କ୍ଷତି। ଏହି କାରଣରୁ ହୃଦ୍ଘାତ ଆଉ ବୟସ ଦ୍ୱାରା ପ୍ରତିବନ୍ଧିତ ନୁହେଁ। ଯେତେବେଳେ ଆପଣ ଏହି ତେଲଗୁଡ଼ିକୁ ତ୍ୟାଗ କରନ୍ତି, ସେତେବେଳେ ଶରୀର କ'ଣ ହୁଏ? ରକ୍ତ ପତଳା ହେବାକୁ ଆରମ୍ଭ କରେ, ଧମନୀ କଠିନତା କମିଯାଏ, ହୃଦୟ ଉପରେ ଚାପ କମିଯାଏ ଏବଂ ଗଣ୍ଠି ଯନ୍ତ୍ରଣା କମିଯାଏ। କେଉଁ ତେଲ ଠିକ୍? ସୋରିଷ ତେଲ, କିଛି ପରିମାଣରେ ନଡ଼ିଆ ତେଲ ଏବଂ ଦେଶୀ ଗାଈ ଘିଅ। ମନେ ରଖନ୍ତୁ, କମ୍ ତେଲ ଓ ସଠିକ୍ ତେଲ ଆଣେ ଜୀବନ ଦୀର୍ଘ ଓ ସୁସ୍ଥ ଜୀବନ। ତୃତୀୟ କଥା ହେଉଛି ରାତ୍ରି ଭୋଜନ ଅଧିକ ଖାଇବା। ପେଟ ବିଶ୍ରାମ ନେବାକୁ ଚାହୁଁଛି, କିନ୍ତୁ ଆପଣ ଏହାକୁ କାମରେ ଲଗାନ୍ତି। ଭାତ, ଡାଲି, ରୁଟି, ପନିପରିବା, ମିଠା ଏବଂ କ୍ଷୀର ଖାଇ ଶୋଇବା ଶରୀର ବିରୋଧରେ ଏକ ଅପରାଧ। ରାତ୍ରି ଭୋଜନରେ ଅଧିକ ଖାଇବା ପେଟକୁ ସାରା ରାତି କାମ କରିବାକୁ ବାଧ୍ୟ କରେ, ଯାହା ଫଳରେ ଗ୍ୟାସ୍ ଏବଂ ଏସିଡ଼ିଟି ହୁଏ, ଯକୃତରେ ଚର୍ବି ଜମା ହୁଏ ଏବଂ ଆପଣ କ୍ଳାନ୍ତ ଅନୁଭବ କରି ଉଠି ପଡ଼ନ୍ତି। ନିଦ ପ୍ରାୟତଃ ବାଧାପ୍ରାପ୍ତ ହୁଏ। ଯଦି ଆପଣ ହାଲୁକା ରାତ୍ରି ଭୋଜନ କରିବାକୁ ପରିବର୍ତ୍ତନ କରନ୍ତି, ତେବେ କ'ଣ ହୁଏ? ଆପଣଙ୍କ ନିଦ ଗଭୀର ହେବ, ଆପଣଙ୍କ ପାଚନ ପ୍ରକ୍ରିୟା ଉନ୍ନତ ହେବ, ଆପଣଙ୍କ ଓଜନ ସ୍ୱାଭାବିକ ଭାବରେ ହ୍ରାସ ପାଇବ, ରକ୍ତ ଶର୍କରା ଏବଂ ରକ୍ତଚାପ ସ୍ତର ନିୟନ୍ତ୍ରଣକୁ ଆସିବା। ରାତିରେ ଆପଣ କ'ଣ ଖାଇବା ଉଚିତ? ପନିପରିବା ସୁପ୍,
କିମ୍ବା ହାଲୁକା ଖିଚୁଡ଼ି, ସିଝା ପନିପରିବା ଶୋଇବା ସମୟରେ 2 ଘଣ୍ଟା ପୂର୍ବରୁ ଖାଇବେ। ଚତୁର୍ଥ ଜିନିଷ ହେଉଛି ପ୍ୟାକେଜ ହୋଇଥିବା ପ୍ରକ୍ରିୟାକୃତ ଖାଦ୍ୟ। ସୁବିଧା ନାମରେ ଆମେ ରୋଗକୁ ନିମନ୍ତ୍ରଣ କରୁଛୁ। ଆଜି ସବୁକିଛି ପ୍ୟାକେଜରେ ଆସୁଛି। ଲୁଣିଆ ଖାଦ୍ୟ, ଚିପ୍ସ, ଇନଷ୍ଟାଣ୍ଟ ନୁଡଲ୍ସ ଏବଂ ଖାଇବା ପାଇଁ ପ୍ରସ୍ତୁତ ଖାଦ୍ୟ। ଏଥିରେ ପ୍ରିଜର୍ଭେଟିଭ୍ ଏବଂ କୃତ୍ରିମ ସ୍ୱାଦ ରହିଛି। ଅଧିକ ଲୁଣ ଏବଂ ଚର୍ବି ସହିତ ପ୍ରକ୍ରିୟାକୃତ ଖାଦ୍ୟ ପ୍ରକୃତରେ କ'ଣ କରେ? ଏହା ଅନ୍ତନଳୀକୁ ମନ୍ଥର କରିଥାଏ, ପାଚନକୁ ବାଧା ଦିଏ, ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ ଏବଂ କର୍କଟ ରୋଗର ଆଶଙ୍କା ବୃଦ୍ଧି କରିଥାଏ। ଏହାକୁ ଛାଡ଼ିବା ପରେ ଶରୀର କିପରି ଉନ୍ନତି କରେ? ଅନ୍ତନଳୀ ସ୍ୱାଭାବିକ ଭାବରେ ନିଜକୁ ସଫା କରିବା ଆରମ୍ଭ କରେ। ସଠିକ୍ ସମୟରେ ଭୋକ ଫେରିଆସେ, ବାରମ୍ବାର ରୋଗ ବନ୍ଦ ହୁଏ ଏବଂ ଆପଣଙ୍କ ଚର୍ମ ଏବଂ କେଶର ଅବସ୍ଥା ଉନ୍ନତ ହୁଏ। ଯଦି ଆପଣ ଚିନି, ଅସ୍ୱାସ୍ଥ୍ୟକର ତେଲ, ଭାରୀ ରାତ୍ରି ଭୋଜନ ଏବଂ ପ୍ୟାକେଜ ହୋଇଥିବା ଖାଦ୍ୟ ପରିତ୍ୟାଗ କରନ୍ତି, ତେବେ ଆପଣଙ୍କ ଶରୀର 1 ମାସ ମଧ୍ୟରେ ନିଜେ କହିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଔଷଧ କେବଳ ଲକ୍ଷଣଗୁଡ଼ିକ ଦମନ କରିଥାଏ, ଯେତେବେଳେ ଖରାପ ଅଭ୍ୟାସ କରିବା ଦ୍ୱାରା ରୋଗର ମୂଳ କାରଣ ଦୂର ହୋଇଥାଏ। ସୁସ୍ଥ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ। ପରବର୍ତ୍ତୀ ଭିଡ଼ିଓରେ ଦେଖିବା ପାଇଁ ଧନ୍ୟବାଦ। ଜୟ ଜଗନ୍ନାଥ।